क्वेश्चन नंबर 1 देखंतु मातृभाषा शिक्षा ପାଇଁ କେଉଁଠି ଉତ୍ତମ ପାଠ୍ୟପୁସ୍ତକ ଲକ୍ଷଣ ଅନ୍ତର୍ଭୁକ୍ତ ନୁହେଁ? ଅପସନ୍ ଏ ସ୍ଥାନୀୟ ପରିବେଶର ପ୍ରତିଫଳନ, ଅପସନ୍ ବି ଜାତୀୟ ଲକ୍ଷ୍ୟର ପ୍ରତିଫଳନ, ଅପସନ୍ ସି ମୁଖସ୍ଥୀକରଣର ପ୍ରତିଫଳନ, ଅପସନ୍ ଡି ସର୍ବନିମ୍ନ ଶିକ୍ଷଣ ସ୍ତରର ପ୍ରତିଫଳନ। ଏଠି ମାତୃଭାଷା ଶିକ୍ଷା ପାଇଁ କେଉଁଠି ଉତ୍ତମ ପାଠ୍ୟପୁସ୍ତକ ଲକ୍ଷଣର ଅନ୍ତର୍ଭୁକ୍ତ ନୁହେଁ ପଚାରିଛି। ତ ଅପସନ୍ ସି ହେବ ପିଲାମାନେ ରାଇଟ୍ ଆନ୍ସର, ମୁଖସ୍ଥୀକରଣର ପ୍ରତିଫଳନ। क्वेश्चन नंबर 2 देखंतु शिशु नूतन शब्द केउं क्रमान्वୟରେ ଶିଖେ? ଗୋଟିଏ ଶିଶୁ ନୂତନ ଶବ୍ଦ ଶିଖିବା ପାଇଁ କେଉଁ କ୍ରମାନ୍ୱୟରେ ଶିଖିଥାଏ? ଅପସନ୍ ଏ ଦେଖନ୍ତୁ ଚିହ୍ନଟୀକରଣ, ଅନୁକରଣ, ଭାବ ଉପଲବ୍ଧି, ପୁନଃ ପ୍ରୟୋଗ। ଅପସନ୍ ବି ଦେଖନ୍ତୁ ଅନୁକରଣ, ପୁନଃ ପ୍ରୟୋଗ, ଚିହ୍ନଟୀକରଣ, ଭାବ ଉପଲବ୍ଧି। ଅପସନ୍ ସି ଦେଖନ୍ତୁ ପୁନଃ ପ୍ରୟୋଗ, ଅନୁକରଣ, ଭାବ ଉପଲବ୍ଧି, ଚିହ୍ନଟୀକରଣ। ଅପସନ୍ ଡି ଦେଖନ୍ତୁ ଭାବ ଉପଲବ୍ଧି, ଚିହ୍ନଟୀକରଣ, ଅନୁକରଣ, ପୁନଃ ପ୍ରୟୋଗ। ଏଠି ପିଲାମାନେ ରାଇଟ୍ ଆନ୍ସର କ'ଣ ହେବ? ଯେତେବେଳେ ଗୋଟିଏ ଶିଶୁ ନୂତନ ଶବ୍ଦ ଶିଖିବ କେଉଁ କ୍ରମାନ୍ୱୟରେ ଶିଖିଥାଏ? ଅପସନ୍ ଏ ହେବ ପିଲାମାନେ ରାଇଟ୍ ଆନ୍ସର। ପ୍ରଥମେ ଚିହ୍ନଟୀକରଣ, ସେକେଣ୍ଡ ଅନୁକରଣ, ଥାର୍ଡ ଭାବ ଉପଲବ୍ଧି, ଫୋର୍ଥ ପୁନଃ ପ୍ରୟୋଗ। ଏହି ଚାରୋଟି କ୍ରମାନ୍ୱୟରେ ଶିଶୁ ଗୋଟିଏ ନୂତନ ଶବ୍ଦ ଶିଖିଥାଏ। ତ क्वेश्चन नंबर 2 ର ରାଇଟ୍ ଆନ୍ସର ଅପସନ୍ ଏ। ନେକ୍ସଟ ଦେଖନ୍ତୁ ବ୍ୟାକରଣ ପଢ଼ାଇବା ପାଇଁ ନିମ୍ନ ବର୍ଣ୍ଣିତ ପ୍ରଣାଳୀମାନଙ୍କ ମଧ୍ୟରୁ କେଉଁଟି ସର୍ବୋତ୍ତମ? ଅପସନ୍ ଏ ଦେଖନ୍ତୁ ବହି ଧରି ସୂତ୍ରଗୁଡ଼ିକୁ ବୁଝାଇବା। ଅପସନ୍ ବି ପିଲାଏ ସୂତ୍ରକୁ ପ୍ରଥମେ ମୁଖସ୍ଥ କରିବା। ଅପସନ୍ ସି ଦେଖନ୍ତୁ ଉଦାହରଣ ଓ ବିଶ୍ଳେଷଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବା। ଅପସନ୍ ଡି ପ୍ରଥମେ ଶିକ୍ଷକ ସୂତ୍ର କହିବେ ଓ ପରେ ବିବିଧ ଉଦାହରଣ ଦେଇ ବୁଝାଇବେ। ଏଠି ପିଲାମାନେ ରାଇଟ୍ ଆନ୍ସର କ'ଣ ହେବ? ଅପସନ୍ ସି ହେବ ପିଲାମାନେ ରାଇଟ୍ ଆନ୍ସର, ଉଦାହରଣ ଓ ବିଶ୍ଳେଷଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବା। ବ୍ୟାକରଣ ପଢ଼ିବା ପାଇଁ ନିମ୍ନ ବର୍ଣ୍ଣିତ ପ୍ରଣାଳୀମାନଙ୍କ ମଧ୍ୟରୁ କେଉଁଠି ସର୍ବୋତ୍ତମ ପଚାରିଛି? ଯେତେବେଳେ ବ୍ୟାକରଣ ପଢ଼େଇବା କେଉଁ ପ୍ରଣାଳୀଟା ସର୍ବୋତ୍ତମ? ଅପସନ୍ ସି ଉଦାହରଣ ଓ ବିଶ୍ଳେଷଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବା। ନେକ୍ସଟ ଦେଖନ୍ତୁ ଅଲିମ୍ପିକ୍ କ୍ରୀଡ଼ା ବିଷୟରେ ପ୍ରବନ୍ଧଟିଏ ପିଲାଙ୍କୁ ଲେଖିବାକୁ କୁହାଗଲା। ନିମ୍ନୋକ୍ତ ମଧ୍ୟରୁ ଏହା କେଉଁ ଶ୍ରେଣୀର ଅନ୍ତର୍ଗତ? ଅପସନ୍ ଏ ଦେଖନ୍ତୁ ବର୍ଣ୍ଣନାମୂଳକ, ଅପସନ୍ ବି ବିବରଣୀମୂଳକ, ସି ଚିନ୍ତାମୂଳକ, ଡି ସମାଲୋଚନାମୂଳକ। ଏଠି ଅପସନ୍ ବି ହେବ ପିଲାମାନେ ରାଇଟ୍ ଆନ୍ସର, ବିବରଣୀମୂଳକ। ଅଲିମ୍ପିକ୍ କ୍ରୀଡ଼ା ପାଇଁ ବିଷୟରେ ପ୍ରବନ୍ଧଟିଏ ଲେଖିବା ପାଇଁ ପିଲାଙ୍କୁ କୁହାଗଲା। ଏହା କେଉଁ ଶ୍ରେଣୀର ଅନ୍ତର୍ଗତ? ବିବରଣୀମୂଳକ। ଅପସନ୍ ବି ହେବ ରାଇଟ୍ ଆନ୍ସର। ନେକ୍ସଟ ଦେଖନ୍ତୁ ନାଟକ କିମ୍ବା ଏକାଙ୍କିକା ପଢ଼ାଇବା ବେଳେ ଶିକ୍ଷକ ନିମ୍ନ ବର୍ଣ୍ଣିତ କେଉଁ ପ୍ରଣାଳୀ ଅବଲମ୍ବନ କଲେ ଶିକ୍ଷାଦାନ ଅଧିକ ଫଳପ୍ରଦ ହୋଇପାରିବ? ଅପସନ୍ ଏ ହେବ ପିଲାମାନେ ରାଇଟ୍ ଆନ୍ସର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନୟ କରାଇ ପଢ଼ାଇଲେ ଶିକ୍ଷାଦାନ ଅଧିକ ଫଳପ୍ରଦ ହୋଇପାରିବ। ଅପସନ୍ ଏ ହେବ ରାଇଟ୍ ଆନ୍ସର। ନେକ୍ସଟ ଦେଖନ୍ତୁ ସୃଜନାତ୍ମକ ଲିଖନ ପାଇଁ ନିମ୍ନୋକ୍ତ ପ୍ରସ୍ତାବିତ କାର୍ଯ୍ୟ ମଧ୍ୟରୁ କେଉଁଟି ଭିନ୍ନ? ଚିତ୍ର ଦେଖି ଗପ ଲେଖିବା, ଅନୁଚ୍ଛେଦଟିଏ ପଢ଼ି ସଂକ୍ଷେପରେ ଗୋଟିଏ ଦୁଇଟି ପ୍ରଶ୍ନର ଉତ୍ତର ଦେବା, କେତୋଟି ଅସମ୍ପର୍କିତ ଶବ୍ଦମାନଙ୍କୁ ନେଇ ଅନୁଚ୍ଛେଦଟିଏ ଲେଖିବା, କୌଣସି ଏକ ନାମକରଣକୁ ନେଇ ଗଳ୍ପ କବିତା ଲେଖିବା। ଏଠି ପିଲାମାନେ ରାଇଟ୍ ଆନ୍ସର କ'ଣ ହେବ? ଅପସନ୍ ବି ଅନୁଚ୍ଛେଦଟି ପଢ଼ି ସଂକ୍ଷେପରେ ଗୋଟିଏ ଦୁଇଟି ପ୍ରଶ୍ନର ଉତ୍ତର ଦେବା। ଅପସନ୍ ବି ହେବ ରାଇଟ୍ ଆନ୍ସର। ନେକ୍ସଟ ଦେଖନ୍ତୁ ଲିଖନ ଦକ୍ଷତା ବିକାଶ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାଥମିକତା ଦେବା ଉଚିତ? ଲିଖନ ଦକ୍ଷତା ବିକାଶ ପାଇଁ ଶିକ୍ଷାର୍ଥୀମାନଙ୍କର ପ୍ରାଥମିକତା ଦେବା କେଉଁଟି ଉଚିତ? ଦେଖନ୍ତୁ ଅପସନ୍ ଏ ବର୍ଣ୍ଣା ଶୁଦ୍ଧିକୁ ଗୁରୁତ୍ୱ ଦେବା ଉଚିତ। ଅପସନ୍ ବି ବାକ୍ୟର ଶୁଦ୍ଧତା ଉପରେ ଗୁରୁତ୍ୱ ଦେବା ଉଚିତ। ଅପସନ୍ ସି ବ୍ୟାକରଣଗତ ଦୋଷ ତ୍ରୁଟିକୁ ସୁଧାରିବା। ଅପସନ୍ ଡି ଭାବର ସ୍ୱଚ୍ଛଳ ପ୍ରକାଶ ଓ ଯୁକ୍ତିଯୁକ୍ତତା ବାକ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଲେଖିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା। ଏଠି ଅପସନ୍ ଡି ହେବ ପିଲାମାନେ ରାଇଟ୍ ଆନ୍ସର, ଭାବର ସ୍ୱଚ୍ଛଳ ପ୍ରକାଶ ଓ ଯୁକ୍ତିଯୁକ୍ତତା ବାକ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଲେଖିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା। ଅପସନ୍ ଡି ହେବ ରାଇଟ୍ ଆନ୍ସର। ନେକ୍ସଟ ଦେଖନ୍ତୁ ବିଦ୍ୟାଳୟରେ ପ୍ରାଚୀର ପତ୍ର ୱାଲ୍ ମାଗାଜିନ୍ ପ୍ରକାଶ କରାଇବା ଦ୍ୱାରା ବିଦ୍ୟାର୍ଥୀମାନଙ୍କର
କ'ଣ ବୃଦ୍ଧି ହୋଇଥାଏ? ଅପସନ୍ ଏ ଦେଖନ୍ତୁ ଲିଖନ ଦକ୍ଷତା ବୃଦ୍ଧି ପାଇବ। ଅପସନ୍ ବି ବର୍ଣ୍ଣାଶୁଦ୍ଧି ଦୂରୀଭୂତ ହେବ। ଅପସନ୍ ସି ସୃଜନାତ୍ମକ ଦିଗଟି ବିକଶିତ ହେବ। ଅପସନ୍ ଡି ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗୀ ହେବେ। ଏଠି ପିଲାମାନେ ଅପସନ୍ ସି ହେବ ରାଇଟ୍ ଆନ୍ସର୍। ସୃଜନାତ୍ମକ ଦିଗଟି ବିକଶିତ ହେବ। ବିଦ୍ୟାଳୟରେ ପ୍ରାଚୀରପତ୍ର ବା ୱାଲ୍ ମାଗାଜିନ୍ ପ୍ରକାଶ କରିବା ଦ୍ୱାରା ବିଦ୍ୟାର୍ଥୀମାନଙ୍କର ସୃଜନାତ୍ମକ ଦିଗଟି ବିକଶିତ ହୋଇଥାଏ। ଅପସନ୍ ସି ହେବ ରାଇଟ୍ ଆନ୍ସର୍। କେଉଁଠି ଉତ୍ତମ ପାଠ୍ୟ ପୁସ୍ତକର ଲକ୍ଷ୍ୟ ନୁହେଁ? ଶିଶୁ କୈନ୍ଦ୍ରିକତା, ମୂଲ୍ୟବୋଧର ପ୍ରତିଫଳନ, ଜାତୀୟ ଲକ୍ଷ୍ୟର ପ୍ରତିଫଳନ, ବ୍ୟବସାୟ ମୁଖ୍ୟନତା। ଅପସନ୍ ଡି ହେବ ପିଲାମାନେ ରାଇଟ୍ ଆନ୍ସର୍। ବ୍ୟବସାୟ ମୁଖ୍ୟନତା ଉତ୍ତମ ପାଠ୍ୟପୁସ୍ତକର ଲକ୍ଷ୍ୟ ହୋଇନଥାଏ। ଅପସନ୍ ଡି। ନେକ୍ସଟ ଦେଖନ୍ତୁ, ଛୋଟ ମୋର ଗାଁଟି କବିତାଟି ପଢ଼ାଇବାର ସାମାନ୍ୟ ଉଦ୍ଦେଶ୍ୟ ନିମକ୍ତ ମଧ୍ୟରୁ କିଏ ହୋଇପାରେ? ଅପସନ୍ ଏ କବିତାରୁ ସୌନ୍ଦର୍ଯ୍ୟ ଉପଲବ୍ଧି, ବି ସଠିକ୍ ଘର ଭଳି ଶବ୍ଦମାନଙ୍କୁ ଜାଣିବା, ସି ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ପ୍ରଣାମ କରିବା। ଅପସନ୍ ଡି ଦେଖନ୍ତୁ ଆଲୋକ ଓ ଅନ୍ଧକାର ମଧ୍ୟରେ ତୁଳନାତ୍ମକ ଚିତ୍ର ଆଙ୍କିବା। ଛୋଟ ମୋର ଗାଁଟି କବିତାରେ ଉଦ୍ଦେଶ୍ୟ ନିମନ୍ତେ କିଏ ହୋଇପାରେ? ଅପସନ୍ ଏ ପିଲାମାନେ ରାଇଟ୍ ଆନ୍ସର୍। କବିତାରୁ ସୌନ୍ଦର୍ଯ୍ୟ ଉପଲବ୍ଧି। କବିତାରୁ ସୌନ୍ଦର୍ଯ୍ୟ ଉପଲବ୍ଧି। ଅପସନ୍ ଏ ହେବ ପିଲାମାନେ ରାଇଟ୍ ଆନ୍ସର୍। ଅପସନ୍ ଏ। ନେକ୍ସଟ ଦେଖନ୍ତୁ, ହସ୍ତାକ୍ଷର ଲିଖନର ଉଦ୍ଦେଶ୍ୟ କ'ଣ? ନିର୍ଭୁଲ ଲେଖିବା, ନିର୍ଭୁଲ ଯଥାସମ୍ଭବ ଗୋଲ ଓ ସୁନ୍ଦର କରି ଲେଖିବା, ନିଜେ ପଢ଼ି ପାରୁଥିବା ଭଳି ଲେଖିବା, ଗାର ଉପରେ ଲେଖିବା ଅଭ୍ୟାସ ଜାରି ରଖିବା। ଏଠି ପିଲାମାନେ ରାଇଟ୍ ଆନ୍ସର୍ କ'ଣ ହେବ? ଅପସନ୍ ବି ନିର୍ଭୁଲ ଯଥାସମ୍ଭବ ଗୋଲ ଓ ସୁନ୍ଦର କରି ଲେଖିବା। ହସ୍ତାକ୍ଷର ଲିଖନର ଉଦ୍ଦେଶ୍ୟ କ'ଣ ପଚାରିଛି ପିଲାମାନେ? ତ ହସ୍ତାକ୍ଷର ଲିଖନର ଉଦ୍ଦେଶ୍ୟ ହେଉଛି ଅପସନ୍ ବି ନିର୍ଭୁଲ ଯଥାସମ୍ଭବ ଗୋଲ ଓ ସୁନ୍ଦର କରି ଲେଖିବା। ଯେତେବେଳେ ଗୋଟେ ଶିଶୁ ହସ୍ତାକ୍ଷର ଲେଖିଥାଏ ସେ ଭୁଲ କରିନଥାଏ, ନିର୍ଭୁଲ ଲେଖିଥାଏ। ସେ ଯେଉଁ ଅକ୍ଷର ଗୁଡ଼ିକ ଗୋଲ କରିଥାଏ, ସୁନ୍ଦର କରି ଲେଖିଥାଏ। ତ ହସ୍ତାକ୍ଷର ଲିଖନର ଉଦ୍ଦେଶ୍ୟ ଏଇଟା ହିଁ ହୋଇଥାଏ। ଅପସନ୍ ବି ହେବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖନ୍ତୁ, ବୀର ସୁରେନ୍ଦ୍ର ସାଏ ପ୍ରସଙ୍ଗଟି ଶିକ୍ଷାର୍ଥୀଙ୍କୁ ପଢ଼ାଇଲେ କେଉଁ ବିଶେଷ ଉଦ୍ଦେଶ୍ୟଟି ସାଧିତ ହେବ? ଅପସନ୍ ଏ ଦେଖନ୍ତୁ ଶିକ୍ଷାର୍ଥୀ ସୁରେନ୍ଦ୍ର ସାଏଙ୍କ ବଂଶାବଳୀ ଜାଣିବାର ସୁଯୋଗ ପାଇବେ। ବି ଦେଖନ୍ତୁ ସୁରେନ୍ଦ୍ର ସାଏଙ୍କ ଅପୂର୍ବ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ସମ୍ପର୍କରେ ଜାଣିବେ। ସି ଇଂରେଜମାନେ କିପରି ଯୁଦ୍ଧ କରୁଥିଲେ ସେହି ବିଷୟକୁ ଜାଣିବେ। ଅପସନ୍ ଡି ସିପାହୀ ବିଦ୍ରୋହ କିପରି ହୋଇଥିଲା ତାହା ଜାଣିବାର ସୁଯୋଗ ପାଇବେ। ଏଠି ପିଲାମାନେ ଅପସନ୍ ବି ହେବ ରାଇଟ୍ ଆନ୍ସର୍। ବୀର ସୁରେନ୍ଦ୍ର ସାଏ ପ୍ରସଙ୍ଗଟିକୁ ଯେତେବେଳେ ଆମେ ପଢ଼ାଇବା ଶିକ୍ଷାର୍ଥୀ କ'ଣ ଜାଣିବେ? ସୁରେନ୍ଦ୍ର ସାଏଙ୍କ ଅପୂର୍ବ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ସମ୍ପର୍କରେ ଜାଣିବେ। ଅପସନ୍ ବି ହେବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖନ୍ତୁ, ଲିଖନ ବିକାଶରେ କେଉଁଠି ସହାୟକ ନୁହେଁ? ଅପସନ୍ ଏ ଚିତ୍ର ଆଙ୍କିବା ଓ ସେ ବିଷୟରେ ନ ଲେଖିବା। ଅପସନ୍ ବି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଲେଖିବା। ଅପସନ୍ ସି ପଶୁପକ୍ଷୀ ବୃକ୍ଷଲତା ଆଦି ଉପରେ କବିତା ଲେଖିବା। ଅପସନ୍ ଡି ଦେଖନ୍ତୁ ଦିଆଯାଇଥିବା ଶବ୍ଦପୁଞ୍ଜକୁ ନେଇ ଗପଟିଏ ଲେଖିବା। ଏଠି ରାଇଟ୍ ଆନ୍ସର୍ ଅପସନ୍ ଏ ହେବ ଚିତ୍ର ଆଙ୍କିବା ଓ ସେ ବିଷୟରେ ନ ଲେଖିବା। ନେକ୍ସଟ ଦେଖନ୍ତୁ, କ୍ୱେଶ୍ଚିନ୍ ନମ୍ବର 14, ମାତୃଭାଷା ଶିକ୍ଷା ପାଇଁ କେଉଁ ସୋପାନ ସର୍ବୋତ୍ତମ? ଶ୍ରବଣ, କଥନ, ପଠନ, ଲିଖନ। ଅପସନ୍ ଏ ହେବ ପିଲାମାନେ ରାଇଟ୍ ଆନ୍ସର୍। ଶ୍ରବଣ, କଥନ, ପଠନ, ଲିଖନ। ମାତୃଭାଷା ଶିକ୍ଷା ପାଇଁ ଅପସନ୍ ଏ ଶ୍ରବଣ, କଥନ, ପଠନ, ଲିଖନ ସୋପାନଟି ସର୍ବୋତ୍ତମ। ନେକ୍ସଟ ଦେଖନ୍ତୁ, ବୋଧଜ୍ଞାନ ଦକ୍ଷତାର ବିକାଶ ପାଇଁ କେଉଁ କାର୍ଯ୍ୟ ଅଧିକ ଆବଶ୍ୟକ? କଥନ, ଲିଖନ, ବ୍ୟାକରଣ ଜ୍ଞାନ, ପଠନ। ଅପସନ୍ ଡି ହେବ ରାଇଟ୍ ଆନ୍ସର୍ ପଠନ। 16 ଦେଖନ୍ତୁ, କେଉଁଟି ବ୍ୟାକରଣ ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ? ଅପସନ୍ ଏ ଦେଖନ୍ତୁ ଭୁଲ ବାକ୍ୟଗୁଡ଼ିକୁ ସଂଶୋଧନ କରିବା। ବି କବିତା ଓ ପ୍ରବନ୍ଧ ଲେଖିବା। ଅପସନ୍ ସି ଦେଖନ୍ତୁ ମାତୃଭାଷାରେ ଶବ୍ଦ ଜ୍ଞାନ ବିକଶିତ ହେବା। ଡି ଭାଷାକୁ ଶୃଙ୍ଖଳିତ ଓ ମାର୍ଜିତ କରିବା। ଅପସନ୍ ଡି ହେବ ରାଇଟ୍ ଆନ୍ସର୍ ଭାଷାକୁ ଶୃଙ୍ଖଳିତ ଓ ମାର୍ଜିତ କରିବା। ବ୍ୟାକରଣ ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଭାଷାକୁ ଶୃଙ୍ଖଳିତ ଓ ମାର୍ଜିତ କରିବା ପାଇଁ। ଅପସନ୍ ଡି ହେବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖନ୍ତୁ, ଦେଖି ନାହିଁ କେତେ ଦିନୁ ଖଣ୍ଡଗିରି କବିତାଟି ପଢ଼ାଇବା ବେଳେ କେଉଁ ବିଶେଷ ଉଦ୍ଦେଶ୍ୟଟି ସାଧିତ ହେବ? ଅପସନ୍ ଏ କବି ଗୋପବନ୍ଧୁ ଦାସଙ୍କ ବିଷୟରେ ଜାଣିବା।
ऑप्शन बी खंडगिरी सह अन्य दर्शनीय स्थान विषय जानिबा। ऑप्शन सी देखंतु खंडगिरी इतिहास जानिबा सह अतीत गौरव विषय जानिबा। ऑप्शन सी हम पिला माने राइट आंसर। खंडगिरी इतिहास जानिबा सह अतीत गौरव विषय जानिबा। ऑप्शन सी हम राइट आंसर। केउटी उत्तम हस्ताक्षर लिखनर परिपंथी। ऑप्शन ए देखंतु अक्षर गुडी को निभुल करी लिखिबा। ऑप्शन बी अक्षर आकार समान रखिबा। ऑप्शन सी शब्द शब्द मध्य व्यवधान न रखिबा। ऑप्शन डी लिखनर गति क्रमशः वृद्धि करिबा। ऑप्शन सी हम राइट आंसर। शब्द शब्द मध्य व्यवधान न रखिबा राइट आंसर। 19 देखंतु मौखिक धारारे केउटी शिक्षार्थीर सहायक हुए नाही। भाव विनिमय दक्षतार विकास, लिखन दक्षतार अभिवृद्धि, साक्षात्कार जनित भय दूरीकरण, भाव प्रकाश दक्षतार अभिवृद्धि। एटी राइट आंसर कौन हम? ऑप्शन बी लिखन दक्षतार अभिवृद्धि। ऑप्शन बी हम राइट आंसर। नेक्स्ट देखंतु अष्टम श्रेणीर जल शीर्षक कविताटी शिक्षक श्रेणीगुड़े पढ़ाई सारी जल संसार रे किपरि परि रही सुनहेरा प्रबोधि केउटे जात होइछन्ते आदि प्रश्न पचारिले ए प्रश्न गुड़िक शिक्षार्थी ठीक उत्तर दे पारिला या शिक्षादानर केउ लक्ष्य पूरण करुछि। ज्ञानात्मक, बोधात्मक, प्रयोगात्मक, साहित्यक मनोबुद्धि। एटे पिला माने ऑप्शन बी हम राइट आंसर बोधात्मक। आशा करूँ पिला क्लास बहुत भल लगे। जदि क्लास भल लगी तेज लाइक करूँ, शेयर करूँ, सब्सक्राइब करूँ। थैंक यू पिला, थैंक यू।